ଲିଖନୀରେ କାହାଣୀ। ଆଜିର ଗଳ୍ପ ଶିକାରୀ। ଗୋଟିଏ ଛୋଟ ଗ୍ରାମଟେ ଥିଲା। ଗ୍ରାମକୁ ଲାଗି ଏକ ଘଞ୍ଚ ଜଙ୍ଗଲ। ଚିଲ, ପାରା, ପେଚା, ବଗ, ବଣି, ମୟୂର, ଡାହୁକ, ଶାଗୁଣା, ଶୁଆ, ସାରି, ହଳଦୀ ବସନ୍ତ, କାଉ, ଗୟଳ, ଚମରି ଗାଈ, ଭାଲୁ, ଠେକୁଆ, ହରିଣ, ହାତୀ, ମାଙ୍କଡ, ବିଲୁଆ, ନେଉଳ ଇତ୍ୟାଦି ପଶୁପକ୍ଷୀ ବାସ କରୁଥିଲେ। ସେମାନେ ପରସ୍ପର ମିଳିମିଶି ଜୀବନ ଅତିବାହିତ କରୁଥିଲେ। ସେମାନେ ଏତେ ମିଳିମିଶି ରହିଥାନ୍ତି ଯେ ଜଣ ଅସୁବିଧାରେ ଅନ୍ୟ ଜଣେ ହାତ ପତାଉଥିଲେ। ଏହା ଛଡା ପଶୁମାନେ ଯାହା କିଛି ଖାଦ୍ୟ ପାଇଲେ ପକ୍ଷୀମାନଙ୍କୁ ନ ଦେଇ ଖାଉନଥିଲେ। ସେହିପରି ପକ୍ଷୀମାନେ ମଧ୍ୟ ଯାହା କିଛି ଖାଦ୍ୟ ପାଇଲେ ପଶୁମାନଙ୍କୁ ନ ଦେଇ ଖାଇପାରନ୍ତି ନାହିଁ। ସେମାନେ ଜୀବନ ଦେଇ ପରସ୍ପର ପରସ୍ପରକୁ ଭଲ ପାଉଥିଲେ। ଦିନକର କଥା, ଜଣେ ଶିକାରୀ ଆସି ଗୋଟିଏ ଚଢେଇକୁ ଶିକାର କଲା ଏବଂ ସେହିଠାରେ ହିଁ ନିଆଁ ଲଗାଇ ଚଢେଇଟିକୁ ପୋଡ଼ି ଖାଇଦେଲା। ପୁଣି ପରଦିନ ଆସି ଗୋଟିଏ ବଡ଼ ହରିଣ ଶିକାର କରିନେଲା। ଏହିପରି ପ୍ରତିଦିନ ଆସି ଗୋଟିଏ ପରେ ଗୋଟିଏ ପଶୁ କିମ୍ବା ପକ୍ଷୀଙ୍କୁ ଶିକାର କରି ନିଏ। ସେ ଛୋଟ ପଶୁ ବା ପକ୍ଷୀକୁ ଶିକାର କଲେ ସେଇଠି ପୋଡ଼ି ଖାଇଦିଏ, କିନ୍ତୁ ବଡ଼ ପଶୁ ବା ପକ୍ଷୀ ଶିକାର କଲେ ଘରକୁ ନେଇ ପରିବାର ସାଥିରେ ଖାଏ, ନଚେତ୍ ମାଂସ ନେଇ ପାଖ ସହରରେ ବିକ୍ରି କରେ। ଏହିପରି କିଛି ଦିନ ବିତିଲା। ପଶୁ ପକ୍ଷୀମାନେ କଣ କରିପାରିବେ? ବିକଳ ଅବସ୍ଥାରେ ସେମାନେ ନିଜ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇ ଦୁଃଖରେ ଆଖିରୁ ଲୁହ ଝରାଇ ବସିଥାନ୍ତି। ଏହିପରି ଅନେକ ଦିନ ବିତିଗଲା। ଦିନେ ପଶୁପକ୍ଷୀମାନେ ଏହିପରି ବସି କଥା ହେଉ ହେଉ କିଛି ପଶୁପକ୍ଷୀ କହିଲେ, ଏହିପରି କେତେ ଦିନ ଆମେ ଏହି ଶିକାରୀର ନିର୍ଯାତନା ସହ୍ୟ କରିବା? କିଛି ହେଲେ କରିବାକୁ ପଡ଼ିବ। ଏହିପରି ଆଉ ଅନ୍ୟମାନେ ମଧ୍ୟ କଥାରେ କଥା ମିଶାଇ ସମର୍ଥନ କଲେ। ପଶୁ ଓ ପକ୍ଷୀ ସମସ୍ତେ ଠିକ କଲେ ଯେ କିଛି ଗୋଟିଏ ଆମେ ମିଳିମିଶି କରିବାକୁ ପଡ଼ିବ, ନଚେତ୍ ଏହି ଶିକାରୀ ଆମ ସମସ୍ତଙ୍କୁ ଖାଇ ଶେଷ କରିଦେବ। ଏହିପରି ସମସ୍ତେ ଭାବିଲେ ଓ ଜଙ୍ଗଲର ସଭାପତି ହାତୀଙ୍କୁ ଯାଇ ସମସ୍ତ ପଶୁ ଓ ପକ୍ଷୀ କହିଲେ, ହଜୁର, ପ୍ରତିଦିନ ଜଣେ ଶିକାରୀ ଆସି ଜଙ୍ଗଲର ପଶୁ ପକ୍ଷୀକୁ ମାରିଦେଇ ନେଉଛି, ତେଣୁ କିଛି ଗୋଟିଏ କରିବାକୁ ପଡ଼ିବ। ହାତୀ କହିଲା, ହଁ, ଠିକ ଅଛି, ଦେଖିବା, କିଛି ଗୋଟିଏ କରିବା। ଏହାପରେ ସଭା ଡକା ହେଲା। ସଭା ନିମନ୍ତେ ଜୀବଜନ୍ତୁଙ୍କୁ ଡାକିବାକୁ କାଉକୁ କୁହାଗଲା। କାଉ କା କା କରି ସମସ୍ତ ଜୀବଜନ୍ତୁଙ୍କୁ ଡାକିଲା। ସଭାରେ ବସିବା ଲାଗି ସମସ୍ତେ ଜୀବଜନ୍ତୁ ଏକାଠି ହେଲେ। ସମସ୍ତେ ବସି ଏହି ବିଷୟରେ ଆଲୋଚନା କଲେ। ସେ ଶିକାରୀକୁ କିପରି ରୋକିବେ। ସମସ୍ତ ପଶୁପକ୍ଷୀ ହାତୀକୁ ହିଁ କିଛି ଗୋଟିଏ ନିଷ୍ପତ୍ତି ନେବାକୁ କହିଲେ, କାରଣ ହାତୀ ହିଁ ସବୁଠାରୁ ବଡ଼। ତେଣୁ ହାତୀକୁ ସମସ୍ତେ କହିଲେ। ହାତୀ କହିଲା, ଠିକ ଅଛି, ମୋର ହାତୀ ଗୋଠକୁ ନେଇ ଆଜି ଗାଁ ଭିତରକୁ ଯିବି ଏବଂ ସେଠାରେ ଗ୍ରାମବାସୀ ଏବଂ ଶିକାରୀର କିଛି କ୍ଷେତକୁ ନଷ୍ଟ କରିଦେବି। ଶିକାରୀ ଦୁଃଖରେ ଭାଙ୍ଗି ପଡ଼ିବ। ସମସ୍ତ ପଶୁପକ୍ଷୀ ହାତୀର କଥାରେ ହଁ କହିଲେ। ସେଇଦିନ ରାତି ସମୟରେ ହାତୀ ଗୋଠ ନେଇ ଗାଁ ଆଡ଼କୁ ଗଲା ଏବଂ ଗାଁ ମୁଣ୍ଡରେ କ୍ଷେତ ସବୁ ନଷ୍ଟ କରିଦେଲେ। ସେଠାରେ କ୍ଷେତରେ ଯେତିକି ଧାନ ଗହମ ଲାଗିଥିଲା ସବୁ ମାଡ଼ି ଖାଇ ନଷ୍ଟ କରିଦେଲେ। ଗାଁ ଲୋକ ହାତୀ ହାତୀ କ୍ଷେତ ଭିତରକୁ ପଶି ଆସିଛି ବୋଲି ପାଟିତୁଣ୍ଡ କଲେ। ଦେଖୁ ଦେଖୁ ଗାଁ ଲୋକ ବାଛା, କାଠ, ଧନୁଶର ଇତ୍ୟାଦି ଧରି ହାତୀମାନଙ୍କୁ ଧନୁଶର ଦ୍ୱାରା ମାରିବା ଆରମ୍ଭ କଲେ। ଆଉ କିଏ ନିଆଁ ହୁଳ ଧରି ଘୁଡ଼ାଇଲେ। କେହି କେହି ହାତୀର ଆଖିକୁ ବାଛାରେ ଆଘାତ କଲେ। ବିଚାରା ହାତୀ ଗୁଡ଼ିକ କଣ ବା କରିବେ? ପ୍ରାଣ ବିକଳରେ ଜଙ୍ଗଲକୁ ଦୌଡ଼ିଲେ। ହାତୀମାନେ ମାଲୋ ବାପଲୋ କରି ଚିତ୍କାର କରୁଥାନ୍ତି। ପାଟି ଶୁଣି ଜଙ୍ଗଲର ପଶୁପକ୍ଷୀ ଆସିଲେ। ପଶୁପକ୍ଷୀ ମାନଙ୍କୁ ଏହା ଦେଖି ଦୁଃଖ ଲାଗିଲା। ପକ୍ଷୀ ଗୁଡ଼ିକ ଆସି ବିକଳରେ ଆଖିରୁ ଲୁହ ବୁହାଇ ଦେଉଥାନ୍ତି। ଏହା ମଧ୍ୟରେ ଗୋଟିଏ ହାତୀ ଟଳ କରି ଟଳି ପଡ଼ିଲା। ସମସ୍ତେ ପାଖକୁ ଗଲେ, ଦେଖିଲେ ହାତୀର ଆଖିରେ ଜୋର ମାଡ଼ ହୋଇଛି। ଗାଁ ଲୋକ ବାଛାରେ ହାତୀକୁ ଆଖିକୁ ଫୁଡ଼ି ଦେଇଛନ୍ତି। ଏହା ଦେଖି ପଶୁପକ୍ଷୀ ଗୁଡ଼ିକ କଣ କରିବେ କିଛି ଭାବି ପାରୁନଥାନ୍ତି। ମୟୂର ତା ପୁଚ୍ଛରେ ବିଞ୍ଚିବା ଆରମ୍ଭ କଲା। ସେପଟେ ବୈଦ କୁକୁର ଆସି କିଛି ପତ୍ରକୁ କାମୁଡ଼ି ହାତୀର ଆଖିରେ ପକାଇଲା। ସାରା ରାତି ଯିଏ ଯାହା ପାରିଲା ସେଇଆ କରିଲେ। ଜଙ୍ଗଲ ପଶୁପକ୍ଷୀ ହାତୀ ଚାରିପାଖେ ବସି ରହିଲେ। ସକାଳ ହେଲା, ଶିକାରୀ ପୁଣି ଆସିଲା। ଶିକାରୀ ଆସୁ ଆସୁ ଘେରି ରହିଥିବା ପଶୁପକ୍ଷୀ ଗୁଡ଼ାକ ଯିଏ ଯେଉଁ ପଟେ ପାରିଲେ ଚାଲିଗଲେ, କିନ୍ତୁ ହାତୀର ଆଖିକୁ ଦେଖା ଯାଉନଥାଏ। ସେ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହେଲା। ସକାଳୁ ଶିକାରୀ ଯାଇ ହାତୀକୁ ଦେଖିଲା। ତା ବନ୍ଧୁକ କାନ୍ଧରୁ କାଢ଼ି ହାତୀଟିକୁ ମାରିଦେଲା। ଏହାପରେ ଗ୍ରାମକୁ ଯାଇ ସମସ୍ତଙ୍କୁ ଡାକି ଆଣିଲା ଏବଂ ହାତୀର ଦାନ୍ତ କାଟି ନେଇ ଚାଲିଗଲା। ସାରା ଜଙ୍ଗଲରେ ଦୁଃଖଦ ପରିବେଶ।
ହାତୀକୁ ମରିବାର ଦେଖି ତାହାର ପରିବାର ବିକଳରେ ଆଖିରୁ ଲୁହ ଝରାଇଲେ। ଏସବୁ ଦେଖି ହାତୀ ପଲ ରାଗରେ କଡ଼ମଡ଼ ହେଲେ ଏବଂ ସ୍ଥିର କଲେ ଯେ ଆଜି ରାତି ଗାଁ ଭିତରକୁ ଯାଇ ଘର ଦ୍ୱାର ସବୁ ଭାଙ୍ଗି ଦେବେ। ତେବେ ଯାଇ ଗାଁ ଲୋକ ଜାଣିବେ ଆମେ କେତେ ଭୟଙ୍କର। ଏସବୁ କଥା ଶୁଣୁଥାଏ ଚୁପ୍ ହୋଇ ବସି ଭାଲୁ ଭାବିଲା ଏଇ କଥାକୁ ଜଙ୍ଗଲରେ ସମସ୍ତେ ଜୀବଜନ୍ତୁ ବସି କଥା ହୋଇ ଆଲୋଚନା କରିଥିଲେ ଭଲ ହୁଅନ୍ତା। ଏହା ଭାବି ସେ ଆସି ଏଇ କଥା ହାତୀକୁ କହିଲା, ହଜୁର, ଆପଣମାନେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍, କିନ୍ତୁ ଏହା ଯଦି ସମସ୍ତ ଜୀବଜନ୍ତୁ ବସି କଥା ହୋଇଥାନ୍ତେ ଭଲ ହୁଅନ୍ତା। ହାତୀମାନେ ଏଇ କଥାରେ ରାଜି ହେଲେ। ହାତୀମାନେ କହିଲେ ଠିକ୍ ଅଛି, ସମସ୍ତେ ବସି କଥା ହେବା। ଏହାପରେ ସମସ୍ତ ପଶୁପକ୍ଷୀଙ୍କୁ ପୁଣି ଡକା ହେଲା। ସେଠାରେ କଥା ପଡ଼ିଲା ଶିକାରୀ ପ୍ରତିଦିନ ଆସି ଗୋଟିଏ ପଶୁ ବା ପକ୍ଷୀ ମାରି ନେଉଛି, କଣ କରିବା? ପଶୁ ପକ୍ଷୀମାନେ କହିଲେ ଆମେ ସାଧାରଣ, କଣ କହିପାରିବୁ? ଯଦି ମାରିବା ତାହେଲେ ମରିବା, ତା ଛଡା ଆଉ କିଛି ବାଟ ନାହିଁ। ଏହି ସମୟରେ ହାତୀମାନେ କହିଲେ ଯଦି ଆମେ ସମସ୍ତେ ମରିଯିବା ବୋଲି ଭାବି ହାର ମାନିଯିବା ତେବେ ଏହି ଦୁନିଆରେ ଆଉ ଜୀବଜନ୍ତୁ ରହିବେ ନାହିଁ। ଠିକ୍ ଏହି ସମୟରେ ବିଲୁଆମାନେ ମଧ୍ୟ ସେଇ ବୈଠକରେ ଥାନ୍ତି। ବିଲୁଆମାନେ ଭାରି ଚତୁର। ସେମାନେ ଏକ ଉପାୟ ପାଞ୍ଚିଲେ ଏବଂ ସଭାପତିଙ୍କୁ କହିଲେ ହଜୁର, ଆମେ ଗୋଟିଏ କଥା କହିବାକୁ ଚାହୁଁଛୁ, ତାହା ରଖିବେ? ହାତୀ କହିଲା ହଁ କୁହ। ବିଲୁଆ କହିଲା ଆମେ ଏକ ଉପାୟ ପାଞ୍ଚିଛୁ, କିନ୍ତୁ ସେଥିରେ ଆମକୁ ସମସ୍ତ ପଶୁ ପକ୍ଷୀ ସାହାଯ୍ୟ କରିବାକୁ ହେବ। ହାତୀମାନେ କହିଲେ ଠିକ୍ ଅଛି, ସାହାଯ୍ୟ କରିବେ, କଣ କୁହ? ବିଲୁଆ କହିଲା ମାଙ୍କଡ ଭାଇମାନେ ଶିକାରୀ କେଉଁ ପଟୁ ଜଙ୍ଗଲକୁ ପ୍ରବେଶ କରୁଛି ଦେଖିବେ ଏବଂ ଚୁପ୍ ହୋଇ ଗଛ ଉପରେ ବସି ରହିବେ। ଯେତେବେଳେ ଦେଖିବେ ଯେ ଶିକାରୀ ଜଙ୍ଗଲ ମଧ୍ୟକୁ ଆସୁଛି ଠିକ୍ ସେହି ସମୟରେ ତା ଉପରକୁ ଏକା ବେଳେ 8-10ଟି ମାଙ୍କଡ ଡେଇଁ ପଡି ତାହାକୁ କାମୁଡି ଖଣ୍ଡିଆ ଖାବରା କରିଦେବେ। ଏହାପରେ ଶାଗୁଣା, କାଉ ଇତ୍ୟାଦି ମଧ୍ୟ ମାଡ଼ି ବସି ଖୁମ୍ପି ଦେବା ଆରମ୍ଭ କରିବେ। ସେ ଯେତେବେଳେ ତଳେ ପଡିଯିବ ଆପଣମାନେ ଆପଣଙ୍କ ପଲକୁ ନେଇ ତାକୁ ମାରି ଶେଷ କରିପାରିବେ। ଏହା ଶୁଣି ହାତୀକୁ ଭାରି ଭଲ ଲାଗିଲା। ପରଦିନ ଏହିପରି ହେଲା। ମାଙ୍କଡ ଭାଇମାନେ ଶିକାରୀ ଯେଉଁ ବାଟେ ଆସୁଛି ସେହି ବାଟରେ ଗଛ ଉପରେ ଜଗି ବସିଲେ। ପୁଣି ଶାଗୁଣା, କାଉ ଇତ୍ୟାଦି ଗଛ ଉପରେ ଜଗି ରହିଲେ। ଯେତେବେଳେ ଶିକାରୀ ଜଙ୍ଗଲ ମଧ୍ୟକୁ ପ୍ରବେଶ କଲା ମାଙ୍କଡମାନେ ପ୍ରଥମେ ଶିକାରୀ ଉପରକୁ ଡେଇଁ ପଡିଲେ। ଶାଗୁଣା ଓ କାଉମାନେ ଦଳ ହୋଇ ମାଡ଼ି ଆସି ଶିକାରୀର ଆଖି, ନାକ ଖୁମ୍ପି ଖୁମ୍ପି ଖାଣ୍ଡିଆ ଖାବରା କରିଦେଲେ। ଏତିକି ଭିତରେ ହାତୀମାନେ ଆସି ଶିକାରୀକୁ ଭୂମିରେ ଦଳିଦେଲେ। ଏହାପରେ ଜଙ୍ଗଲକୁ ଆଉ କୌଣସି ଶିକାରୀ ଆସିଲା ନାହିଁ। ଜଙ୍ଗଲ ସମସ୍ତ ପଶୁପକ୍ଷୀ ଖୁସିରେ ରହିଲେ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।